नमस्कार ମୁଁ ଉମେଶ ଦାସ କନିଆ। ଆଜି ଯୋଉ ଜନତା ରଙ୍ଗମଞ୍ଚ ନାଟକ ହଉଛି ମୁଖାଗ୍ନି, ମୁଁ ତାର ଲେଖକ ନିର୍ଦ୍ଦେଶକ। ପ୍ରଥମ କଥା ଧାଡ଼ିଏ କହିବି, ଜନତା ରଙ୍ଗମଞ୍ଚ ଆମ କଟକ ସହର ଗୋଟେ ଐତିହ୍ୟ ପରମ୍ପରା, ଗୋଟେ ରଙ୍ଗମଞ୍ଚ ଥିଲା ଯାହାକୁ କି ଆମର ସେତେବେଳେ ବିଜୁ ପଟ୍ଟନାୟକ ତିଆରି କରିଥିଲେ, ଆଉ ସେ ତାଙ୍କ ନାଁ ଦେଇଥିଲେ ଜନତା ରଙ୍ଗମଞ୍ଚ। ସେଟା ମହାବାତ୍ୟାରେ ପୁରା ଭୁଷୁଡ଼ି ପଡିଥିଲା। ଆମ କଟକର କଳାକାର ମାନଙ୍କର ଗୋଟେ ଚିନ୍ତା ଥିଲା, ଏଇଟା କେମିତି ହବ କଣ ହବ। ଆଜି ପର୍ଯ୍ୟନ୍ତ କୌଣସି ପ୍ରକାରରେ ହେଇପାରୁନଥିଲା। ଯାହା ହଉ ଆମର କଟକରେ କିଛି କଳାକାର ଭାଇ ମାନେ ଏକାଠି ହେଇକି ଆଉ ଆଜି ମାନେ 4, 5, 6 ତାରିଖ ଆମେ ଗୋଟେ ଡ୍ରାମା କରୁଛୁ। ନାଟକ ନାଁ ହେଲା ମୁଖାଗ୍ନି। ଟିକେଟେଡ୍ ଶୋ କରୁଛୁ ମୁଖାଗ୍ନି। ଆଉ ସେ ନାଟକଟି ଗଲା କାଲି ଭଲ ହେଇଥିଲା। ଆଉ ଆଜି 5 ତାରିଖ ନିଶ୍ଚୟ ଆଶା ରଖିଛି ଭଲ ହବ ବୋଲି। ଆଉ କାହାଣୀର ନାଟକ ବିଷୟରେ ଧାଡ଼ିଏ କଥା କହୁଛି। ଆଜି କାଲିକା ଘର ସମସ୍ୟା, ମାନେ ପିଲାମାନଙ୍କୁ ଜୋର ପାଠ ପଢଉଛନ୍ତି। କିଏ MA, ଇଞ୍ଜିନିୟର, ସାଇଣ୍ଟିଷ୍ଟ, କିଏ କଣ ପାଠ ପଢଉଛି କିଛି ଠିକଣା ନାହିଁ। କିନ୍ତୁ ବିଦେଶରେ ଯାଇ ଚାକିରି କରିବ ତାଙ୍କ ପୁଅ, ବହେ ପଇସା ରୋଜଗାର କରିବ, ଏଇ ଚିନ୍ତା ରହୁଛି। ଯାହା ଘରର ପୁଅ ଯାଇ ବିଦେଶରେ ଚାକିରି କରିଛି, ସେ କେମିତି ଆସିବ, ତାର ଗଲା ବେଳକୁ ଛିଡା ହବ, ସେଇଟା ବଡ ସମସ୍ୟା ରହୁଛି। ତାରି ଉପରେ ନାଟକଟି ହେଇଛି ମୁଖାଗ୍ନି।